दिसे की मनोहर मह महाबासी चंदन कर्पूर झियो मोर पाखे थिले की अबाडर अरे मदिप्या हे राजा महाल दिसे की मनोहर मह महाबासी चंदन कर्पूर हे राजा महाल दिसे की मनोहर मह महाबासी चंदन कर्पूर झियो मोर पाखे थिले की अबाडर ए घर श्री मंदिर ओ ए घर श्री मंदिर ए राजा महाल दिसे की मनोहर मह महाबासी चंदन कर्पूर झिया मोर पाखे थिले की अबाडर ए घर श्री मंदिर ओ ए घर श्री मंदिर गोटिए चंद्र उदय नील आकाशे गोटिए तारा सरी नहीं बा आउ तो पासे गोटिए चंद्र उदय नील आकाशे गोटिए तारा सरी नहीं बा आउ तो पासे फूल बगीचा रे फूल की मनोहर मह महाबासी चंदन कर्पूर फूल बगीचा रे फूल की मनोहर मह महाबासी चंदन कर्पूर झिया मोर पाखे थिले की अबाडर ए घर श्री मंदिर ओ ए घर श्री मंदिर एमती बुद्धि थट्टा मस्सा करी बोली कौन रागी गले बापा नालो मा आलो एमा दिव्या आम भल पाइबा स्नेह श्रद्धा चिर दिन पई अछि तो मस्तक लो मा आ तू पुणी कहूछु तो ऊपर रागिबू केबे नुहल मा केबे नुह मु जाने बापा मो बापा मटे मते केते भल पान अरे मा हेले बापा झियल मु तुम पाक गोटे आशा भरसे नहीं आसी ए कोन कहूछु मा मो आशाटा कोन पूर्ण करिवे ना तात आलो एमा दिव्या बापा एते धन संपत्ति थाई कि एते बड़ राज्य सिंहासन थाई कि मध्य मागुछु किस अविलंबे फेड़ी को हमा पूर्ण करिबि म त्वरित सतरे बापा हलो मा मु जा कहली आपण मते देई परिबि निश्चय मा बापा झियल सुना पिता सुना माता सुना पिता सुना माता दुआरी करूछि आगे प्रणाम घेन आदेश देले
सखी सचरी गिनी जीवी कानना तुम पद तले करू अछि चरणा ଏ କଣ କହୁଛୁ ରେ ମା ସେ ପୁଷ୍ପ ଉଦ୍ୟାନକୁ ଯାଆନା ଲୋ चंचल जाई आसीबी जननी ठारे वचन रखिली तात तुम आगरे विदाय दियो दुर्गेश्वर रचना आदेश देले जीवी पुष्प उद्यान आदेश देले जीवी पुष्प उद्यान सुन पिता सुन माता बुहारी करुछि आगे प्रणाम भेन आदेश देले जीवी पुष्प उद्यान आदेश देले जीवी पुष्प उद्यान बापा ଝିଅ ଲୋ ମୁଁ ପୁଷ୍ପ ଉଦ୍ୟାନକୁ ଯିବି ବାପା ଆରେ ଏ ମା ଦିବ୍ୟା ତୁ ତ ଜାଣୁଲୋ ମା ବଢିଲା ଝିଅ କିମ୍ବା ବଢିଲା ପୁଅ ଯଦି ମାତା ପିତାଙ୍କ ଠାରୁ ଦୂରେଇ ଗଲେ ପିତା ମାତା ମନଟାକୁ କେତେ କଷ୍ଟ ହୁଏ ବାପା ଝିଅ ଲୋ ମୁଁ ଯିବି ବାପା ଯିବି ଆରେ ଏ ମା ଦିବ୍ୟା କହିଲେ ମଧ୍ୟ କାହିଁକି କେଜାଣି ମାନୁନୁ ତୋତେ କହିଲି ନା ସେ ପୁଷ୍ପ ଉଦ୍ୟାନକୁ ଯିବାକୁ ମନା କରିଛି କହିଲି ନା ତୋତେ ସେଇ ପୁଷ୍ପ ଉଦ୍ୟାନକୁ ଯିବାକୁ ଦେବିନି ମାନେ ଦେବିନି ବାପା ମା ଧନ ବାପା କେମିତି ରୁଷି ଗଲେ ହଁ ରେ ମା ମୁଁ ଯଦି ଆଜି ପୁଷ୍ପ ଉଦ୍ୟାନକୁ ନ ଯିବି ତ ତୁମ ସହିତ ଦିବ୍ୟା କଥା ହବନି ଆରେ ଆରେ ମୋ ଦିବ୍ୟା ତୁ କାହିଁକି ଏମିତି ରାଗି ଯାଉଛୁ କହିଲୁ ଆରେ ଧନ ଏଇ ତୋ ମା ଚମ୍ପାବତୀ ଥାଉ ତୁ କଣ ସେ ପୁଷ୍ପ ଉଦ୍ୟାନକୁ ଯିବୁନି ନିଶ୍ଚୟ ଯିବୁ ରେ ମା ଏ ତୋ ମା ଚମ୍ପାବତୀ ତୋ ବାପା ଆଗରେ ସବୁ କଥା ରଖିବ ଏଇ ଦେଖ ମୁଁ କେମିତି ତୋ ବାପାକୁ ସବୁ କଥା ବୁଝେଇ ଦେଉଛି ରେ ମୋ ଧନ ଆରେ ଧନ ଦିବ୍ୟା ଦେଖିରେ ମା ସ୍ୱାମୀ ହେ ପ୍ରାଣେଶ୍ୱର ଚମ୍ପାବତୀ ମୋ ସୁନା କିଛ ଆଜି ଛୋଟ ଯାଏ କେତେ ବଡ଼ ହେଇସାରିଲାଣି ହେଲେ ତା ମନ କହୁଛି ସେ ପୁଷ୍ପ ଉଦ୍ୟାନକୁ ବୁଲିଯିବା ପାଇଁ ତାକୁ ଆଦେଶ ଦେଇଦିଅନ୍ତୁ ନା ସ୍ୱାମୀ ଆଳୁ ମହାରାଣୀ ସ୍ୱାମୀ ମୁଁ ଜାଣିଲ ତମେ ସ୍ନେହ ମହିମା ଆଦର ମହିମା ଭଳି ତମ ଅଳିଅଳ କନ୍ୟା ଦିବ୍ୟାକୁ ମନା କରିପାରିଲ ନାହିଁ ହଁ ପ୍ରାଣେଶ ଆଳୁ ଏ ଚମ୍ପାବତୀ ସ୍ୱାମୀ ଯେତେବେଳେ ତମେ ମଧ୍ୟ କହୁଛ ନିଶ୍ଚୟ ଯିବ ମୋ ଅଳିଅଳ କନ୍ୟା ସେଇ ପୁଷ୍ପ ଉଦ୍ୟାନକୁ ଖେଳିବା ନିମନ୍ତେ ସ୍ୱାମୀ ହଉ ମହାରାଣୀ ଆପଣ ତାହେଲେ କଣ ମୋ ସୁନା କିଛ ଦିବ୍ୟା ସହିତ କିଛି ଥଟ୍ଟା ମଜା କରିଥିଲେ କି ପ୍ରାଣେଶ୍ୱର ହଁ ଚମ୍ପାବତୀ ତାହେଲେ ଠିକ ଅଛି ସ୍ୱାମୀ ମୋ ସୁନା କିଛ ଦିବ୍ୟା ଆଗରେ କହିଲେ କେତେ ଖୁସି ହେବ ଏଇ ଦେଖ ମୁଁ କହିଦେଉଛି ପ୍ରାଣେଶ୍ୱର ହଁ ଅବିଳମ୍ବେ କୁହ ତାହେଲେ ଠିକ ଅଛି ସ୍ୱାମୀ ଆରେ ଧନ ଦିବ୍ୟା ଆରେ ମୋ ସୁନା ଝିଅ ମୋ ଧନଟା ଆରେ ଧନ ଦେଖିଲୁ ତୋ କଥାରେ କେମିତି ତୋ ବାପା ରାଜି ହେଇଗଲେ ରେ ମା ସତରେ ରେ ଧନ ସତରେ କଣ ମୁଁ ପୁଷ୍ପ ଉଦ୍ୟାନକୁ ଖେଳିବାକୁ ଯିବି ନିଶ୍ଚୟ ଯିବୁ ରେ ମା ହେଲେ ବାପା ଆଳୁ ଏ ମା ଦିବ୍ୟା ବାପା ଛୋଟ ବେଳରୁ ତତେ ଏତେ ବଡ଼ କଲି କେବେ ମଧ୍ୟ ତୋ ମନଟା ଉଣା କରିନିଲ ଆଜି କାହିଁକି ତୋ ମନ ଉଣା କରିବି ନିଶ୍ଚୟ ଯିବୁ ମା ତୁ ସେଇ ପୁଷ୍ପ ଉଦ୍ୟାନକୁ ଖେଳିବା ନିମନ୍ତେ ବାପା ଝିଅଲ ଆପଣ ମତେ ହସି ବିଦାୟ ଦିଅନ୍ତୁ ପୁଚ୍ଛ ଜନକ ଯେମିତିକି ଚଞ୍ଚଳ ଯାଇ ଚଞ୍ଚଳ ଫେରି ଆସିବି ପୁଚ୍ଛ ତତ ନିଶ୍ଚୟ ମା ହସି ତତେ ବିଦାୟ କରୁଛି ତୋ ଚଳାପଥ ମଙ୍ଗଳମୟ ହେଉଲ ମା ମଙ୍ଗଳମୟ ହେଉ ତାହେଲେ ମୁଁ ଆସୁଛି ବାପା ହଁ ମା ଦିବ୍ୟା ତାହେଲେ ମୁଁ ଆସୁଛି ମା ହଁ ରେ ମା ତାହେଲେ ତୁ କୁଆଡେ ଯିବୁନି ଏକୁଟିଆ ସବୁବେଳେ ଶକ୍ତି ସହଚାରିତ ଥିବୁ ରେ ମା ଠିକ ଅଛି ତାହେଲେ ମୁଁ ଆସୁଛି ହଁ ତାହେଲେ ଠିକ ଅଛି ରେ ଧନ
କହିବାରୁ କେମିତି ଚାଲିଗଲେ ଆମ ଅଳିଅଳ କନ୍ୟା ଦେବ୍ୟା ସେଇ ପୁଷ୍ପ ଉଦ୍ୟାନକୁ ଖେଳିବା ନିମନ୍ତେ ଲୋ ଖେଳିବା ନିମନ୍ତେ। ହଁ ସ୍ୱାମୀ। ଛୋଟ ବେଲଠୁ ଏତେ ବଡ଼ କଲୁ କୁଆଡ଼େ ମଧ୍ୟ ଏକୁଟିଆ ଛାଡ଼ି ନଥିଲୁ। ସେଇଥିପାଇଁ ମନରେ ଟିକେ ନିଶ୍ଚୟ କଷ୍ଟ ହବ ମହାରାଣୀ, ନିଶ୍ଚୟ କଷ୍ଟ ହବ। ଆପଣ ଠିକ ଅଛନ୍ତି ପ୍ରାଣେଶ୍ୱର। ମୁଁ ହେଉଛି ତାର ଜନ୍ମଦାତ୍ରୀ ମା, ଚମ୍ପାବତୀ ସ୍ନେହମାଇ ମା। ହେଲେ ମତେ କଣ କଷ୍ଟ ହବନି କହିଲ? ମୋ ସୁନା ନାକି ଝିଅ ସେ ପୁଷ୍ପ ଉଦ୍ୟାନକୁ ଯାଇ କିଛି ସମୟ ବୁଲାବୁଲି କରି ସଖୀ ସହଚର ସହିତ ଫେରି ଆସିବ ଏଇ ଆମ ରାଜଉଆସକୁ ସ୍ୱାମୀ, ଏଇ ରାଜଉଆସକୁ। ତମେ ଠିକ କହିଛ ମହାରାଣୀ। ସେଇ ପୁଷ୍ପ ଉଦ୍ୟାନରେ ଖେଳା ଖେଳି କରି ଆନନ୍ଦରେ ଫେରି ଆସିବ ଆମ ଏଇ ରାଜ ଉଆସକୁ, ଏଇ ରାଜ ଉଆସକୁ। ଆଳୁ ଏ ଚମ୍ପାବତୀ ସ୍ୱାମୀ ସେତେବେଳେ ଯାଇ ଚାଲ ପ୍ରାଣ ସଙ୍ଗିନୀ ସେଇ ବିଶ୍ରାମ କକ୍ଷକୁ ଯାଇ ଆମେ କିଛି କ୍ଷଣ ବିଶ୍ରାମ କରି ଆମେ ମଧ୍ୟ ରାଜ କାର୍ଯ୍ୟରେ ବ୍ୟସ୍ତ ରହିବା। ତାହେଲେ ଠିକ ଅଛି ସ୍ୱାମୀ, ତାହେଲେ ଚାଲନ୍ତୁ ଯିବା। ଚମ୍ପାବତୀ